ଛୋଟମୋର ଗାଁଟି ପକ୍ଷରୁ ଉତ୍କଳ ଦିବସ ପାଳିତ। ଧର୍ମଶାଳା ବ୍ଲକ ଅଧୀନସ୍ଥ ପ୍ରସିଦ୍ଧ ବୌଦ୍ଧପୀଠ କେଶସ୍ତୂପ ତରାପୁର ପାହାଡ଼ ପାଦଦେଶରେ ମହାସମାରୋହରେ ଉତ୍କଳ ଦିବସ ପାଳନ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଉଦ୍ଘାଟକ ଭାବେ ସମାଜସେବୀ କାହ୍ନୁଚରଣ ଦାସ, ମୁଖ୍ୟ ଅତିଥି ଭାବେ ସର୍ବୋଦୟ ମଣ୍ଡଳ ଯାଜପୁରର ସଭାପତି ରାମଚନ୍ଦ୍ର ଶୁକ୍ଳ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଶଙ୍କର ପ୍ରତାପ ଦାସ, ସମ୍ମାନିତ ଅତିଥି ଭାବେ ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ର, ସାମାଜିକ କର୍ମୀ ବଦ୍ରିନାରାୟଣ ଜେନା ଏବଂ ଗବେଷକ ମାନସ କୁମାର ରାଉତ ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଉତ୍କଳ ଦିବସ ସମାରୋହରେ ଛୋଟମୋର ଗାଁଟିର ସଭାପତି ଦେବବ୍ରତ ରାଉତ ସଭାପତିତ୍ୱ କରିଥିବା ବେଳେ ଭାଷା ଗବେଷକ ସୌଭାଗ୍ୟ କୁମାର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଓ ଯୁବ ସଂଗଠକ ରାଜେନ୍ଦ୍ର କୁମାର ବରାଳ ଧନ୍ୟବାଦ ଦେଇଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ଭବ ସମ୍ପାଦକ ଅଖିଳ କୁମାର ସ୍ୱାଇଁ, ଶୁଭକାନ୍ତ ନାୟକ, ଦିବ୍ୟଜ୍ୟୋତି ସାମଲ, ଅମୂଲ୍ୟ ଭୂଇଁଆ, ଅବସରପ୍ରାପ୍ତ ଅଧ୍ୟାପକ ରାଧେଶ୍ୟାମ ସାହୁ, କବୟିତ୍ରୀ ଜୟନ୍ତୀ ଓଝା, ଧର୍ମେନ୍ଦ୍ର ମଲ୍ଲ, ମିହିର କୁମାର କର, ଦେବେନ୍ଦ୍ର ପଟ୍ଟନାୟକ ଓ ଯୁବ ସମାଜସେବୀ ନିର୍ମଳ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ନିଜର ବହୁମୂଲ୍ୟ ମତ ପୋଷଣ କରିଥିଲେ। ସେହିପରି ଡିୟୁ ପବ୍ଲିକ ସ୍କୁଲ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉଦୀୟମାନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ब्यूरो रिपोर्ट संधान न्यूज। सुप्रभात। आज आम बहुत उत्साह उद्दीपनार सहित उत्कल दिवस पालन करूँ। आज दिन में एप्रिल 1 तारिख 1936 मसीह आम ओडिशा एक स्वतंत्र भाषा भित्तिक राज्यर मान्यता पाई। आज आम ओडिया भाषार दिवस, ओडिया माटीर दिवस, ओडिया जातिर दिवस। आसतु आमे माने आमर भविष्य पीढ़ी को आम ओडिशार वीर मानकर गाथा, कीर्तिराजी, सामाजिक सामरिक परंपरा, संस्कृति, चालीचलन, पोशाक परिधान विषय अवगत करवा एवं आमर ओडिया भाषा को एक बलिष्ठ करिबारे साहाय्य करवा। आसतु समस्ते मिलमिशि चेष्टा करवा। आज आम विद्यालय परिसर में रक्तदान शिविर आयोजन कराई। मन पड़े व्यासकवि फकीरमोहन सेनापति दुई पंक्ति, उत्कल जननी अछंती चाही कर किछि कार्य लोकंक पाई। आसंतु आमे रक्तदान करिबा, सुस्थ रहिबा, आत्मसंतोष लाभ करिबा एवं मानव सेवारे निजको नियोजित करिबा। धन्यवाद। वंदे उत्कल जननी।